ଯେଉଁମାନେ ରୋଗୀ ଅଛନ୍ତି ସେମାନେ ଥରୁଛନ୍ତି, ହାଁ ହାଁ ହେଉଛନ୍ତି। ଏଇଗୁଡ଼ାକ ଆମକୁ ଭାରି କଷ୍ଟ ହେଉଛି। ତେଣୁ ଯଦି ବାଇଚାନ୍ସ କୌଣସି ଗୋଟେ ଆଘାତ ତା ଛାତିରେ ଲାଗୁଛି ମରିଯାଏ, ସେଥିପାଇଁ ଦାୟୀ କିଏ? ମାନେ ବସି ଗୋଟେ ନିଷ୍ପତ୍ତି ନେଲୁ, ସିଗ୍ନେଚର ଦେଲୁ, ଥାନାରେ ତାକୁ ନେଇ ଡିପୋଜିଟ୍ କଲୁ, ଯାହାଫଳରେ ଡିଜେ ସମ୍ପୂର୍ଣ୍ଣ ଆମର ବନ୍ଦ ହେଇ ଯାଇଛି। ଆଉ କେହି ସୁକାନ୍ତ ଦାସ ଡିଜେ ବନ୍ଦ କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ରୋଗୀମାନଙ୍କ ପାଇଁ, ଯେଉଁମାନେ ବେଡ୍ ଘରେ ବସବାସ କରୁଛନ୍ତି, ଛୋଟ ଶିଶୁ, ଯେଉଁମାନେ ମେଡ଼ିକାଲରୁ ଫେରିଛନ୍ତି, ବହୁତ କଷ୍ଟ ଅନୁଭବ କରୁଛନ୍ତି। ଆମେ ସେଥିପାଇଁ ଗ୍ରାମବାସୀ ମାନେ ବସି ଗୋଟେ ନିଷ୍ପତ୍ତି ନେଲୁ, ସିଗ୍ନେଚର ଦେଲୁ, ଥାନାରେ ତାକୁ ନେଇ ଡିପୋଜିଟ୍ କଲୁ, ଯାହାଫଳରେ ଡିଜେ ସମ୍ପୂର୍ଣ୍ଣ ଆମର ବନ୍ଦ ହେଇ ଯାଇଛି। ଆଉ କେହି ଏ ଡିଜେ ବଜାଉ ନାହାନ୍ତି। ଏ ଗୋଟେ କମିଟି, ଆମ ଗାଁ ଆମ ପରିଚୟ କମିଟି ମାଧ୍ୟମରେ ଏସବୁ ବ୍ୟବସ୍ଥା କରାଯାଇଛି। ନା ଆମେ ଡିଜେକୁ ବନ୍ଦ କରିଛୁ, ଡିଜେ ବି ମାନୁଛନ୍ତି। ଆଉ ଯେଉଁ ସିଏ ରହିଲା ଆମର ବ୍ରାସ୍ ପାର୍ଟି, ଢୋଲ, ଅନ୍ୟାନ୍ୟ ନାଚ ଗୀତ, ଏଇସବୁ ମାଧ୍ୟମରେ ଆପଣଙ୍କର ଫଙ୍କସନ୍ କରିହେବ, ସେଥିରେ କିଛି ଆମର ଅସୁବିଧା ନାହିଁ କି କମ୍ପ୍ଲେନ୍ କାହାର ମଧ୍ୟ ନାହିଁ। ରାମଚନ୍ଦ୍ର ନାୟକ। ଆମର ଏଇ ଡିଜେ ବଜା ନ ଯାଉ ବୋଲି ଆମେ ବନ୍ଦ କରିଛୁ। ଆମର ଅସୁବିଧା ହେଉଛି, ବହୁତ ରୋଗୀ ଅଛନ୍ତି। ତଥାପି ବ୍ରାସ୍ ବାଜିଲା ବେଳକୁ ଆମେ ବନ୍ଦ କରିକିନି କିଛି ବାଟ ଗଲା ପରେ ତା ଘର ପାସ୍ କରୁଛୁ, ତାପରେ ଯାଇକି ଡିଜେ ବ୍ରାସ୍ ବଜାଉଛୁ, ନହେଲେ ବଜାଉ ନାହିଁ। ତେଣୁ ଯେଉଁମାନେ ରୋଗୀ ଅଛନ୍ତି ସେମାନେ ଥରୁଛନ୍ତି, ହାଁ ହାଁ ହେଉଛନ୍ତି। ଏଇଗୁଡ଼ାକ ଆମକୁ ଭାରି କଷ୍ଟ ହେଉଛି। ତେଣୁ ଯଦି ବାଇଚାନ୍ସ କୌଣସି ଗୋଟେ ଆଘାତ ତା ଛାତିରେ ଲାଗୁଛି ମରିଯାଏ, ସେଥିପାଇଁ ଦାୟୀ କିଏ? ସେପାଇଁ ଆମର ସମୂହ ମିଳି ରାମଚନ୍ଦ୍ରପୁର, ନରୁଆ, ବିଦାପଡ଼ା ସମୂହ ମିଳିକିନି ଗୋଟେ କମିଟି ଗଠନ କରି ଏଟାକୁ ସ୍ଥଗିତ କରାହେଇଛି।